ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲଟିକୁ ସ୍ୱାଗତ। ବନ୍ଧୁଗଣ, ଚଳିତ ବର୍ଷ 27 ଅଗଷ୍ଟ 2025 ବୁଧବାର ଦିନ ପଡ଼ୁଅଛି ପବିତ୍ର ଗଣେଶ ଚତୁର୍ଥୀ। ଏହି ଦିନ ଆପଣ ଘରକୁ ନେଇ ଆଣନ୍ତୁ ଏହି ଗଛର ଚେର। ତେବେ ବନ୍ଧୁମାନେ, ଏହି ଚେରକୁ ଚାହିଁଲେ ଆପଣ ଯେକୌଣସି ଦିନରେ ଆଣିପାରିବେ, କିନ୍ତୁ କିଛି ଏପରି ବିଶେଷ ଦିନ ରହିଅଛି ଯେଉଁଦିନ ଆପଣ ଯଦି ଏହି ଚେରକୁ ଆଣନ୍ତି, ତେବେ ଏହି ଚେରର ଚମତ୍କାରିତା ଶକ୍ତି ବୃଦ୍ଧି ପାଇଥାଏ ଏବଂ ଏହା ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରଦାନ କରିଥାଏ। ତେଣୁ ଯଦି କୌଣସି ବିଶେଷ ଦିନରେ ଏହି ଚେରକୁ ଆଣୁଛନ୍ତି, ତ ଏହା ଆପଣଙ୍କୁ ଅଧିକ ଲାଭ ପ୍ରଦାନ କରିବ। ତେବେ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଯେଉଁ ଚେର ବିଷୟରେ କହିବାକୁ ଯାଉଅଛି, ତ ଏହି ଯେଉଁ ଗଛଟି ରହିଅଛି ତାହା ଆମକୁ ସାଧାରଣ ଲାଗିଥାଏ, କିନ୍ତୁ ଏହାର ଗୁଣଗୁଡ଼ିକ ଅସାଧାରଣ ଅଟେ। ବନ୍ଧୁଗଣ, ଏହି ଗଛ ଯେଉଁ ଆପଣ ଏହି ଭିଡ଼ିଓରେ ଦେଖୁଛନ୍ତି, ଆପଣ ଏହି ଗଛକୁ କେଉଁଠି ନା କେଉଁଠି ନିଶ୍ଚୟ ଦେଖିଥିବେ ଏବଂ ଅଣଦେଖା ମଧ୍ୟ କରିଥିବେ। ଏମିତି ବି ହୋଇପାରେ ଏହି ଗଛ ଆପଣଙ୍କର ଯଦି ଘର ପାଖରେ ଥିବ, ଆପଣ ଏହାକୁ ଓପାଡ଼ି ଫୋପାଡ଼ି ଦେଇଥିବେ। ବନ୍ଧୁଗଣ, ଏହା କୌଣସି ଜଙ୍ଗଲୀ ଗଛ ନୁହେଁ, ବରଂ ଏହା ଏକ ଏମିତି ଗଛ ଅଟେ ଯେଉଁଥିରେ ଭଗବାନ ଭୋଳାନାଥ, ଭଗବାନ ଶନିଦେବ ଏବଂ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଆପଣଙ୍କୁ କହିଦେଉଛି କି ଏହି ଗଛର ମୂଳରେ ମା ଗଙ୍ଗାଙ୍କର ବାସ ବି ହୋଇଥାଏ। ଏହି ଗଛର ଯଦି ତାନ୍ତ୍ରିକ ଏବଂ ଆୟୁର୍ବେଦିକ ଗୁଣ ଜଣା ପଡ଼ିଯିବ, ତ ଏହି ଗଛକୁ ଆପଣ ଦିନଚର୍ଯ୍ୟାରେ ସାମିଲ କରିପାରିବେ। ଯଦି ଆପଣ ଜୀବନରେ ଗରିବୀ, ଦାରିଦ୍ର୍ୟତା, କଷ୍ଟ, ଦୁର୍ଭାଗ୍ୟ କାରଣରୁ ଚିନ୍ତିତ ଥିଲେ, ତ ବିଶ୍ୱାସ କରନ୍ତୁ, ଏହି ଗଛର ବ୍ୟବହାର କରି ଆପଣ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ। ସରଳ ଭାଷାରେ କହିଲେ, ଆପଣଙ୍କର ଜୀବନରେ ଧନ କାରଣରୁ ଚିନ୍ତିତ ଥିଲା, ଆପଣଙ୍କ ପାଖକୁ ଧନ ଆସୁନଥିଲା, ଧନ ଆସିବାର ସମସ୍ତ ମାର୍ଗ ବନ୍ଦ ହୋଇଯାଇଥିଲା ଏବଂ ଏହି ଗଛର ଯଦି ସଠିକ୍ ଉପାୟରେ ସାଧନା କରିନେବେ, ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହେବ ଏବଂ ଆପଣଙ୍କ ଜୀବନରେ ଧନର ଆଗମନ ହେବ। ପଇସା ଆପଣଙ୍କ ପାଖକୁ ଚୁମ୍ବକ ପରି ଆକର୍ଷିତ ହୋଇ ଆସିବ। ଯଦି ଆପଣଙ୍କର ଶତ୍ରୁ ଆପଣଙ୍କର ବିନାଶ କରିବାକୁ ଚାହୁଁଛନ୍ତି, ତେବେ ଏହି ଗଛର ଯଦି ସଠିକ୍ ଉପାୟରେ ସାଧନା କରିନେବେ, ଭଗବାନ ଶନିଦେବଙ୍କୁ ଖୁସି କରିଦେବେ, ଆପଣଙ୍କ ଶତ୍ରୁଙ୍କର ବିନାଶ ହୋଇଯିବ। ଯଦି ଆପଣଙ୍କ ଜୀବନରେ କୌଣସି ଅନ୍ୟ ସମସ୍ୟା ପାଇଁ ଚିନ୍ତିତ ଥିଲେ, ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉନଥିଲା, ତ ଆପଣଙ୍କୁ ଯଦି ଆପଣ ଏହି ଗଛର ସଠିକ୍ ସାଧନା କରିବାକୁ ହେବ, ଯାହାଦ୍ୱାରା ଆପଣଙ୍କୁ ଭଗବାନ ଭୋଳାନାଥଙ୍କର ଆଶୀର୍ବାଦ ମିଳିବ। ବିଶ୍ୱାସ ରଖନ୍ତୁ, ଆପଣଙ୍କର କାଳ ବି ଆପଣଙ୍କର କିଛି ବି କ୍ଷତି କରିପାରିବ ନାହିଁ, କାରଣ କାଳର କାଳ ଭଗବାନ ଭୋଳାନାଥ ଯଦି ଆପଣଙ୍କ ଉପରେ ହାତ ରଖିଦେବେ, ତେବେ ବିଶ୍ୱାସ ରଖନ୍ତୁ, କେବେ ବି ଆପଣଙ୍କର କେହି ବି କ୍ଷତି କରିପାରିବେ ନାହିଁ। ବନ୍ଧୁମାନେ, ଏହି ଗଛର ନାମ ଅଟେ ଅପମାର୍ଗ ଗଛ। ଏହା ଓଡ଼ିଶାରେ ସବୁଆଡ଼େ ଦେଖିବାକୁ ମିଳିଥାଏ। ଆପଣଙ୍କ ଏରିଆରେ ଏହି ଗଛକୁ କ'ଣ କୁହାଯାଏ, ଆପଣ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଏହାକୁ ଅପମାର୍ଗ ଏଥିପାଇଁ କୁହାଯାଇଛି କି କାହିଁକି ନା ଏହାର ଓଲଟା ଚାଲିଥାଏ। ଏହି ଗଛର ଉପରି ଭାଗ ଓଲଟା ଚାଲିଥାଏ। ଆପଣ ସବୁ ଗଛରେ ଦେଖିଥିବେ ଯେ ସବୁ ଗଛର ମଞ୍ଜି ସିଧା ହୋଇଥାଏ, କିନ୍ତୁ ଏହି ଗଛର ବୀଜଗୁଡ଼ିକ ଓଲଟା ଉଠିଥାଏ। ସେଥିପାଇଁ ଆୟୁର୍ବେଦିକ ଭାଷାରେ ଏହାକୁ ଅପମାର୍ଗ ବୋଲି କୁହାଯାଇଅଛି। ଏହାର ବୀଜ ଯେଉଁ ଓଲଟା ଉଠିଥାଏ, ଏହା ହେଉଛି ଏହି ଗଛର ସବୁଠୁ ଖାସ୍ ମହତ୍ତ୍ୱ। ଯଦି ଆପଣ ବାସ୍ତୁଶାସ୍ତ୍ର ବନସ୍ପତି ଭାଗର ଅଧ୍ୟାୟ 51ରେ
ଦେଖିବେ ଯେ ତ ଆପଣ ଦେଖିବାକୁ ପାଇବେ ଏହି ଗଛକୁ ସାଧୁ ମୁନି ଋଷିମାନେ ଅନେକ ପ୍ରୟୋଗ କରିଛନ୍ତି। ପୂର୍ବ କାଳରେ ଏହାକୁ ଶୁଭ ଗଛ ବୋଲି ମନାଯାଇଅଛି। ମନାଯାଏ କି ଏହି ଗଛର ବ୍ୟବହାର କରି ଆପଣଙ୍କ ଶରୀରର ପ୍ରୋଟିନ୍କୁ ବୃଦ୍ଧି କରିପାରିବେ। ପୂର୍ବ କାଳରେ ସନ୍ଥ ମୁନି ଋଷିମାନେ ତପସ୍ୟାରେ ଲୀନ ରହୁଥିଲେ। ସେତେବେଳେ ଏମାନେ ଗଛର ବୀଜକୁ ଖେଚୁଡ଼ି ଏବଂ କ୍ଷୀରି କରି ଖାଉଥିଲେ, ଯାହାଫଳରେ ସେମାନଙ୍କୁ 10 ଦିନ ପର୍ଯ୍ୟନ୍ତ ଖାଇବାକୁ ପଡୁନଥିଲା। ଏହି ଗଛ ପ୍ରୋଟିନ୍ ମାମଲାରେ ବହୁତ ସୁନ୍ଦର ଗଛ ଅଟେ। ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଯଦି ଆପଣ ଭଗବାନ ଗଣେଶଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରୁଥାନ୍ତି, ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀ ଗଣେଶ ଅବଶ୍ୟ ଲେଖନ୍ତୁ, ଯାହାଦ୍ୱାରା ଆପଣଙ୍କ ଉପରେ ଭଗବାନ ଗଣେଶଙ୍କର ଆଶୀର୍ବାଦ ସର୍ବଦା ବନି ରହିବ। ବନ୍ଧୁଗଣ, ଏହି ଗଛର କେଉଁ ଭାଗର ପ୍ରୟୋଗ କେମିତି କରିବାକୁ ହେବ, ଏହା ଆପଣଙ୍କୁ ଜାଣିବା ବହୁତ ଜରୁରୀ ଅଟେ, ଯେଉଁ ବିଷୟରେ ଆମେ ଆଜିର ଭିଡ଼ିଓରେ କହିବୁ। ଏହି ଗଛର 2ଟି ପ୍ରୟୋଗ ରହିଅଛି, ଆୟୁର୍ବେଦିକ ଗୁଣ ଏବଂ ତାନ୍ତ୍ରିକ ଗୁଣ। ଆୟୁର୍ବେଦିକ ଗୁଣ ମାନେ ଯଦି ଆପଣ ବଡ଼ ବଡ଼ ରୋଗ ପାଇଁ ଚିନ୍ତିତ ଅଛନ୍ତି, ମାନେ ଆପଣ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଯଦି ଆପଣ ଏହାର ତାନ୍ତ୍ରିକ ଗୁଣ ବିଷୟରେ ଜାଣିନେବେ, ତ ବିଶ୍ୱାସ କରନ୍ତୁ ଯେ ଆପଣଙ୍କର କେବେ ବି ଆପଣଙ୍କ ଜୀବନରେ କଷ୍ଟ ଦେଖିବାକୁ ମିଳିବ ନାହିଁ। ଧନ ଆପଣଙ୍କ ପାଖକୁ ମାଡ଼ି ଆସିବ। ଏହି ଗଛ ଏମିତି ଗଛ ଅଟେ ଯାହା ଉପରେ ଅମୃତର କିଛି ବୁନ୍ଦା ପଡ଼ିଥିଲା। ଯେବେ ସମୁଦ୍ର ମନ୍ଥନ ହୋଇଥିଲା ଏବଂ ଯେତେବେଳେ ଅମୃତ ଧାରା ପୂର୍ବ କାଳରେ ଏହି ଗଛର ବ୍ୟବହାର କରାଯାଉଥିଲା, ସେମାନେ ଏହି ଗଛ ମୂଳରେ ଦାନ୍ତ ଘଷୁଥିଲେ। ଯଦି ଆପଣଙ୍କ ମାଡ଼ିରେ ଦରଜ ଅନୁଭୂତ ହେଉଛି, ଆପଣଙ୍କ ପାଇରିଆ ହୋଇଛି, ଦାନ୍ତ ହଳଦିଆ ପଡ଼ିଛି ଏବଂ ଦାନ୍ତରେ ବ୍ୟାକ୍ଟେରିଆ ଜମି ଯାଇଛନ୍ତି, ଏହି ଗଛ ଏହା ପାଇଁ ରାମବାଣ ସାବ୍ୟସ୍ତ ହେବ। ବର୍ତ୍ତମାନ ଏବେ ଆସନ୍ତୁ ଜାଣିବା ଏହାର ଆୟୁର୍ବେଦିକ ଉପାୟ ବିଷୟରେ। ତାପରେ ଆମେ ଏହାର ତାନ୍ତ୍ରିକ ଉପାୟ ବିଷୟରେ କହିବୁ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଭାବେ ଦେଖନ୍ତୁ। କଥାଟି ଏହା ଅଟେ କି ଆପଣଙ୍କ ମାଢ଼ିରେ ବ୍ୟାକ୍ଟେରିଆ ଜମୁଛି କିମ୍ବା ଆପଣଙ୍କ ମେଡ଼ିସିନ ଖାଇଛନ୍ତି ଏବଂ ଆପଣଙ୍କୁ କିଛି ଫାଇଦା ମିଳୁନାହିଁ। ଯଦି ଆପଣ ଏହି ଗଛର ମୂଳ ବା ଚେରରେ ଯଦି ଆପଣ 15 ଦିନ ପର୍ଯ୍ୟନ୍ତ ଦାନ୍ତ ଘଷିବେ, ଦେଖିବେ ଆପଣଙ୍କ ପୋକ ଦାନ୍ତ ଭଳି ସମସ୍ୟା ତୁରନ୍ତ ହିଁ ଠିକ୍ ହୋଇଯିବ। ମାନି ନିଅନ୍ତୁ ଆପଣଙ୍କ ମାଢ଼ିରେ ବହୁତ ଅଧିକ ଦରଜ ହେଉଛି, ଆପଣ ଚିନ୍ତାରେ ଅଛନ୍ତି, ଆପଣ ଏହି ଗଛର ମୂଳରେ 1 ମାସ ପର୍ଯ୍ୟନ୍ତ ଦାନ୍ତ ଘଷନ୍ତୁ। ଆପଣଙ୍କର ମାଢ଼ିରେ ଯେଉଁ କଷ୍ଟ ଅନୁଭୂତ ଥିଲା, ତାହା ଦୂରୀଭୂତ ହେବ। ଆପଣଙ୍କର ଦାନ୍ତ ଯଦି ହଳଦିଆ ପଡ଼ିଯାଇଅଛି, ତ କୁହାଯାଏ କି ଅପମାର୍ଗ ମୂଳରେ ଦାନ୍ତ ଘଷିଲେ ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିଥାଏ। ପୁରା 1 ମାସ ପର୍ଯ୍ୟନ୍ତ ଆପଣଙ୍କୁ ଘଷିବାର ହେବ। ଅନେକ ଲୋକଙ୍କର ଆଣ୍ଠୁ ଗଣ୍ଠିରେ ଦରଜ ଅନୁଭୂତ ହୋଇଥାଏ, ବଥା ବିନ୍ଧା ହୋଇଥାଏ। ତେବେ ଆପଣ ଏହି ଗଛକୁ ନେଇ ଆସନ୍ତୁ। ଏହି ଗଛର ମୂଳକୁ ଆପଣ ଖରାରେ ଶୁଖାଇ ଦିଅନ୍ତୁ। ଏହାପରେ ଏହାର ପାଉଡର ବନାନ୍ତୁ। ଏହି ପାଉଡରକୁ ଆପଣ ସୋରିଷ ତେଲରେ ଫୁଟାଇ ସେହି ତେଲକୁ ଆପଣ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହି ଉପାୟ ଆପଣ ଯଦି 2 ମାସ ପର୍ଯ୍ୟନ୍ତ କରନ୍ତି, ତେବେ ଆପଣ ବହୁତ ଭଲ ଫାଇଦା ପାଇପାରିବେ। ବନ୍ଧୁଗଣ, ଆୟୁର୍ବେଦରେ ଏହାର ବହୁତ ଅଧିକ ମହତ୍ତ୍ୱ ରହିଅଛି। ଏବେ ଆସନ୍ତୁ ଜାଣିବା ଏହି ଗଛର ତାନ୍ତ୍ରିକ ଉପାୟ ବିଷୟରେ। ଧ୍ୟାନପୂର୍ବକ ଏହାକୁ ଶୁଣନ୍ତୁ। ସବୁଠାରୁ ପ୍ରଥମ ତାନ୍ତ୍ରିକ ପ୍ରୟୋଗ ହେଉଛି ଯାହାକୁ ଆପଣ କହିବାକୁ ଯାଉଅଛୁ। ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର ଶତ୍ରୁ ସେମାନଙ୍କର ବିନାଶ କରିବାକୁ ଉଦ୍ୟମ କରିଥାନ୍ତି। ସେମାନେ ସଦାସର୍ବଦା ତାଙ୍କର କ୍ଷତି କରିବାକୁ ଚେଷ୍ଟା କରନ୍ତି। ଆପଣଙ୍କର ଶତ୍ରୁ ଯେ ଆପଣଙ୍କର ବେପାରକୁ ବର୍ବାଦ କରିବାକୁ ଚାହୁଁଅଛନ୍ତି। ଆପଣ ଏହି ଗଛର ମଞ୍ଜି ବା ବୀଜକୁ ଛିଣ୍ଡାଇ ଆଣନ୍ତୁ। ଏହାକୁ ଶନିବାର ଦିନ ତଳି କରି ଆଣିବାର ଅଛି ଏବଂ ଏହାକୁ ଏକ ଲାଲି କପଡ଼ାରେ ବାନ୍ଧି ଦିଅନ୍ତୁ। ଏହାକୁ ଶନିବାର ଦିନ ଏହାକୁ ଶନିଦେବଙ୍କ ଆଗରେ ରଖି ଆପଣ ଶନି ଚାଳିଶାର ପାଠ କରିବାକୁ ହେବ।
ଏହି ପାଠ ଆପଣଙ୍କୁ 51 ଥର କରିବାକୁ ହେବ। ଯଦି ଆପଣ ଏମିତି କରୁଛନ୍ତି ଏବଂ ଏହି ଲାଲି କପଡ଼ାକୁ ଏପରି ଜାଗାରେ ରଖୁଛନ୍ତି ଯେଉଁଠାରେ କେହି ଯିବା ଆସିବା କରୁନଥିବେ, ତେବେ ଆପଣ ଦେଖିବେ ଯେ ଆପଣଙ୍କର ଶତ୍ରୁ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ, ଯେତେ ବି ବଳବାନ ହେଇଥାଉ, ସେ ଆପଣଙ୍କର କିଛି ବି କ୍ଷତି କରିପାରିବ ନାହିଁ। ଦ୍ୱିତୀୟରେ, ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ବେପାରରେ ଉନ୍ନତି ହେଉ, ତେବେ ଆପଣ ଶୁକ୍ରବାର ଦିନ ଏହି ଗଛର ବୀଜକୁ ଛିଣ୍ଡାଇ ଆଣିବାର ଅଛି, ଯାହାକୁ କେତେକ ଲୋକ ଫୁଲ ବି ଭାବି ନିଅନ୍ତି। ଶୁକ୍ରବାର ଦିନ ଆପଣ ଯଦି ଏହାକୁ ତୋଳି ଆଣନ୍ତି, ଲାଲ କପଡ଼ାରେ ଏହାକୁ ରଖି ସିନ୍ଦୁର ରଖିଦେଉଛନ୍ତି, ଏହାକୁ ତାପରେ ବାନ୍ଧି ଦିଅନ୍ତୁ। ତାପରେ ଆପଣ ଏହାକୁ ବେପାର ସ୍ଥାନରେ ରଖିଦିଅନ୍ତୁ। ଦେଖିବେ ଆପଣଙ୍କ ବେପାରରେ ଉନ୍ନତି ହେବ ଏବଂ ଆପଣଙ୍କୁ ଧନରେ ବୃଦ୍ଧି ଅନୁଭୂତ ହେବ। ଆପଣଙ୍କର ବ୍ୟାପାର ବାଣିଜ୍ୟରେ ଲାଭ ଅନୁଭୂତ ହେବ। ଯେତେ ବି କ୍ରିୟା ଏବଂ ସାଧନା ଆପଣଙ୍କୁ ଜଣେଇଲୁ, ଏଥିରେ ଆପଣଙ୍କର ଗୋଟିଏ ଟଙ୍କା ବି ଖର୍ଚ୍ଚ ହେବ ନାହିଁ। ବରଂ ଆପଣ ଏହି ଉପାୟଗୁଡ଼ିକ କରିବା ଦ୍ୱାରା ଅନେକ ସମସ୍ୟାର ଅନ୍ତ ଘଟିବ। ତେବେ ଆଶା କରୁଛି କି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ରୂପେ ଭଲ ଲାଗିଥିବ। ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀ ଗଣେଶ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।